ସମସ୍ତଙ୍କୁ ନମସ୍କାର। ଚାଲନ୍ତୁ ଆଜି ଦେଖିବା ଉପରକଲାପ ନଦୀବନ୍ଧ ଯୋଜନା କୋରାପୁଟର। ଏଇ ଆମର ଫୁଲ୍ ଟିମ୍ ଆମେ ଗାଡ଼ି ନେଇକି ବାହାରି ପଡ଼ିଛୁ କଲାପ ଅଭିମୁଖେ। ଗାଡ଼ିରେ ଖୁବ୍ ସୁନ୍ଦର ଗୀତ ବାଜି ଚାଲିଛି। ଏଇ କଲାପ ଡ୍ୟାମ୍ ପହଞ୍ଚିବା ପୂର୍ବରୁ ଯେଉଁ ଅଙ୍କା ବଙ୍କା ରାସ୍ତା ଦେଇକି ଯିବେ, ସେଇ ରାସ୍ତାରୁ କଲାପ ନଦୀର ଦୃଶ୍ୟ ଦେଖନ୍ତୁ କେମିତି ଦେଖାଯାଉଛି। କେତେ ପାଣି, ନଦୀ କେମିତି ବୁଲିକି ଯାଇଛି। ଡ୍ୟାମ୍ ପହଞ୍ଚିବା ପୂର୍ବର ଇଏ ଦୃଶ୍ୟ। ଆଉ ଗାଡ଼ିରୁ ମୁଁ ରେକର୍ଡିଂ କରିଛି, ଦେଖନ୍ତୁ କେତେ ପାଣି, କେମିତି ନଦୀର ଗତିପଥ ରହିଛି। ଏବେ ଆମେ କଲାପ ଡ୍ୟାମ୍ ପାଖାପାଖି ହେଇଗଲୁ। ଏବେ ଆମେ ଉପର କଲାପ ଡ୍ୟାମ୍ର ଗେଟ୍ ନିକଟରେ ପହଞ୍ଚିଯାଇଛୁ। ଏଇଠି ଗୋଟେ ଗାଡ଼ି ପାର୍କିଂ ପାଇଁ ବି ରହିଛି। ଆମ ଡ୍ରାଇଭର ଆଉ କାଉଣ୍ଟରରୁ ଯାଇକି ଫି ଦେଇକି ଟିକଟ ଆଣିଲେ। ଏବେ ଆମ ଗାଡ଼ି କଲାପ ଡ୍ୟାମ୍ ଭିତରକୁ ପଶୁଛି ପାର୍କିଂ ଏରିଆକୁ। ଏଇ ଦେଖନ୍ତୁ ବିରାଟ ପାର୍କିଂ ସ୍ପେସ୍। ଏଠି ଗୋଟେ ବଡ଼ ବରଗଛ ରହିଛି। ତାର ଫଳ ଆଉ ଡାଳ ସବୁ ଦେଖନ୍ତୁ କେମିତିକା ଝଙ୍କାଳିଆ ହେଇକି ରହିଛି। ଆମର ଗାଡ଼ି ଏବେ ପାର୍କିଂ ହେଲା। ଆମେ ଗାଡ଼ିରୁ ଓହ୍ଲେଇଲୁ। ପ୍ରଥମେ ମୁଁ ଦେଖଉଛି, ଏଇଟା ଦେଖନ୍ତୁ ଡ୍ୟାମ୍ର ମଝି ଅଂଶ, ଯୋଉଟାକି ମୁଖ୍ୟ ଡ୍ୟାମ୍। ଏବେ ଆମେ କଲାପ ଡ୍ୟାମ୍ର ଉପରେ ଯେଉଁ ସୁନ୍ଦର ବିଜନେସମାନଙ୍କ ପାଇଁ ତିଆରି ହେଇଛି ଗାର୍ଡେନ୍ ଇତ୍ୟାଦି, ତାହା ଦର୍ଶନ କରୁଛୁ। ଆମର ଗାଡ଼ି ରିକ୍ସା ଆଉ ଏମାନେ ସବୁ ଗାଡ଼ିରେ ଓହ୍ଲେଇ ଆସିଲାଣି। ଆମ ସମସ୍ତ ଯାତ୍ରୀ ଓହ୍ଲାଉଛନ୍ତି ଧୀରେ ଧୀରେ। ଏମାନନ୍ଦ ମହିତ ମାନେ ଓହ୍ଲେଇଲେଣି। ସମସ୍ତେ ପ୍ରଥମେ ଓହ୍ଲେଇକି ଡ୍ୟାମ୍ର ଦୃଶ୍ୟ ଦେଖୁଛନ୍ତି। ଏଇ ପାଖରେ କୋରାପୁଟ ସଂସ୍କୃତିକୁ ଗୁରୁତ୍ୱ ଦେଇ ତାଙ୍କର ଧୁମସା ନାଚର ଗୋଟେ ଲୋକମାନଙ୍କର ମୂର୍ତ୍ତି ସବୁ ତିଆରି କରାଯାଇଛି। ସେମାନେ ନାଚିବା ପୋଜିସନରେ ରହିଛନ୍ତି। କିଛି ପୁରୁଷ ଲୋକ ତାଙ୍କର ବାଦ୍ୟ ବଜାଉଛନ୍ତି। ଦେଖନ୍ତୁ ବାଦ୍ୟ ବଜାଉଛନ୍ତି। ଆଉ ଏଇଠି ଆମର ଯେଉଁ ଦିଦିମାନେ ଯାଇଥିଲେ ସମସ୍ତେ ତାଙ୍କ ସହିତ ମିଶି ଯାଇଛନ୍ତି। ଆମକୁ ଜଣାପଡ଼ୁଛି ଯେମିତି ସମସ୍ତେ ସେଇ ଧୁମସା ନାଚର ପ୍ରତିମୂର୍ତ୍ତି ତିଆରି ହେଲା ଭଳିଆ ହିଁ ଲାଗୁଛି। ଆଉ ସମସ୍ତେ ମଝିରେ ମଝିରେ ଯାଇକି ରହିଯାଇଛନ୍ତି। ଖୁବ୍ ସୁନ୍ଦର ଦୃଶ୍ୟ ଦେଖାଯାଉଛି। ଆଉ ଏଇଠି ଜଣେ ଚାଷୀ ଭାଇ କୋଦାଳ ଧରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ମୁଣ୍ଡରେ ଟୋକେଇ ବୋହିକି ଛୁଆଟା ଉଠେଇକି ବିଲ ଯିବା ଦୃଶ୍ୟ ରହିଛି। ଆମେ ସମସ୍ତେ ଏଇଠି ତାଙ୍କ ସହିତ କିଛି ଫଟୋ ଉଠେଇଛୁ। ଖୁବ୍ ସୁନ୍ଦର ସେଲ୍ଫି ପଏଣ୍ଟ ଟାଇପ୍ର ହେଇଛି। ସାମାନ୍ୟ ଗାର୍ଡେନ୍ ଟାଇପ୍ର ହେଇକି ଏଇ ସବୁ କରାହେଇଛି। ଏଠି ହେଲେ ମତି ଭାଇ ତାଙ୍କର ତ ଗୋଟେ ସ୍ୱତନ୍ତ୍ର ପଏଜ୍ ଥାଏ ଫଟୋ ଉଠା। ଏଠି ଆମେ ଯେଉଁ ଟିମ୍ ଯାଇଥିଲୁ, ଟିମ୍ର ସମସ୍ତ ସଦସ୍ୟ ମିଶିକି ଗୋଟେ ସେଇ ବସିବା ଜାଗାରେ ଗୋଟେ ସେଲ୍ଫି ନେଇଛୁ। ଆଉ ଇଏ ଆମର ଦିଦିମାନେ କୋରାପୁଟ ଡ୍ୟାମ୍, ଏଇ ଯେଉଁ କଲାପ ଡ୍ୟାମ୍ର ସବୁ ଦୃଶ୍ୟ ଦେଖୁଛନ୍ତି। ଏଇଟା ତଳେ ଯେଉଁ ଗାର୍ଡେନ୍ ଅଛି ତାର ଦୃଶ୍ୟଟା ଉପରେ ଦେଖଉଛି। ଏଠି ଗୋଟେ ବୁଦ୍ଧ ଦେବଙ୍କର ପ୍ରତିମୂର୍ତ୍ତି ରହିଛି। ତାର ଦୁଇପଟେ ଦୁଇଟି ହାତୀ ରହିଛନ୍ତି। ଏଠି ବି ଆମର ପାଣିଗ୍ରାହୀ ସାର୍ ଗୋଟେ ଫଟୋ ଉଠାଇଛନ୍ତି। ଆଉ ଏଇଟା ହେଉଛି ଦୂର ଭ୍ୟୁ କଲାପ ଡ୍ୟାମ୍ର। ସେଇଟା ଡ୍ୟାମ୍ର ମୁଖ୍ୟ ଅଂଶ, ଯେଉଁଠି କବାଟ ଲାଗିଛି 12ଟି କବାଟ। ସେଠୁ ପାଣି ବାହାରକୁ ଛଡ଼ାଯାଏ। ଇଏ ହେଉଛି କଲାପ ଡ୍ୟାମ୍ ଉପର ଦେଇକି ଯିବାର ରାସ୍ତା, କିନ୍ତୁ ଏଠି ଗେଟ୍ ବନ୍ଦ ଅଛି, ଚାବି ପଡ଼ିଛି। ଆଗରୁ ଛାଡ଼ୁଥିଲେ, ଏବେ ଆଉ ସେ ରାସ୍ତାରେ ଯିବା ପାଇଁ ଦେଉନାହାନ୍ତି, କାରଣ ବହୁତ ଯୁବକ ଯୁବତୀ ଯାଇକି ରାତି ପର୍ଯ୍ୟନ୍ତ ରହିକି ସେଠି ଆତ୍ମହତ୍ୟା କରିଥିବାର ସେ କର୍ମଚାରୀମାନେ ଆମକୁ ଜଣାଇଲେ। ତେଣୁ ତାହା ବନ୍ଦ ଅଛି। ଆଉ ଇଏ ମତି ଭାଇ ତାଙ୍କର ଆଉ ଗୋଟେ ପୋଜରେ ଫଟୋ ଦେଉଛନ୍ତି। ଇଏ ହେଉଛି କଲାପ ଡ୍ୟାମ୍ର ମୁଖ୍ୟ ଅଂଶ, ମଝି ଅଂଶଟା, ଯେଉଁଟା ଡ୍ୟାମ୍ର ତ ଦୈର୍ଘ୍ୟ ହେଉଛି ପାଖାପାଖି 1 କିଲୋମିଟର, କିନ୍ତୁ ଏଇଥିରେ ହିଁ ମୁଖ୍ୟତଃ ପାଣି ଛଡ଼ା ଯାଇଥାଏ। ଏଇଟା ମଝି ଅଂଶ ରହିଛି ନଦୀଟା, ଏବଂ ଏଇଠୁ ବିଜୁଳି ଶକ୍ତି ଉତ୍ପନ୍ନ କରାଯାଏ। ଚାରିପଟ ଭ୍ୟୁ ଦେଖନ୍ତୁ, ଏବଂ ଯେଉଁ ଧୁମସା ନୃତ୍ୟ କରୁଥିବାର ଯେଉଁ ପ୍ରତିମୂର୍ତ୍ତି ମାନଙ୍କର ଯେଉଁ ଗାର୍ଡେନ୍ଟା ଅଛି, ସେଇଠି ହିଁ ସମସ୍ତଙ୍କର ବେଶୀ ଆକର୍ଷଣ ରହିଛି। ସମସ୍ତେ ସେଇଠି ଯାଇକି ତାଙ୍କ ସହିତ ଫଟୋ ଉଠାଇବାରେ ବହୁତ ଆନନ୍ଦ ଲାଭ କରୁଛନ୍ତି ଏବଂ ବହୁତ ପ୍ରକାରର ଫଟୋ ଉଠାଇଛନ୍ତି। ତେଣୁ ସେଗୁଡ଼ାକୁ ମୁଁ ଟିକେ ସ୍ଥାନିତ କରିଛି ଏଠି। ଦେଖନ୍ତୁ ଆମର କମଲ ସାର୍ ବି ଚାଲିଗଲେଣି। ତାଙ୍କ ମିସେସ୍ ଫଟୋ ତୋଳିବାରେ ବ୍ୟସ୍ତ। ଆମର ଜିତୁ ଭାଇ ଟାଟାରୁ ଯାଇଥିଲେ, ତାଙ୍କ ପରିବାର ବି ସେଠି ରହିଛନ୍ତି। ଆଉ
ଫଟୋ ଉଠା ସବୁ ଚାଲିଛି। ଦେଖନ୍ତୁ ଡ୍ୟାମର ଇଏ ହେଉଛି ଯେଉଁ ପାଣି ରହିଛି ତାର ଦୃଶ୍ୟ ବହୁତ ଗଭୀର ପାଣି, କେତେ ଦୂରରୁ ଜଳ ମାଡ଼ିଛି। ଆଉ ଏଇ ଡ୍ୟାମଟି କୋଲାବ ନଦୀରେ ବନ୍ଧା ଯାଇଛି। ଏଥିରୁ ବିଜୁଳି ଶକ୍ତି ଉତ୍ପନ୍ନ ହୋଇଥାଏ। ଦେଖନ୍ତୁ ଡ୍ୟାମର ଯେତିକି ଏରିଆରେ ପାଣି ମାଡ଼ିଛି, କେତେ ପାଣି ଅଛି ମୁଁ ଜୁମ୍ କରି ଦେଖାଉଛି, କାରଣ ଭିତରକୁ ତ ଯିବା ପାଇଁ ଆମକୁ ଅନୁମତି ମିଳିଲା ନାହିଁ। ଏଇ ଯେଉଁ ଧମସା ନୃତ୍ୟର ବାଦ୍ୟବାଲା ରହିଛନ୍ତି ତାଙ୍କ ସହିତ ବି ଆମେ ବିଭିନ୍ନ ପ୍ରକାର ଫଟୋ ଉଠେଇଛୁ। ବହୁତ ମଜା ଲାଗୁଥିଲା ଏଇ ଦୃଶ୍ୟଟା। ଏଇ ଜିତୁ ଭାଇ ଦେଖନ୍ତୁ, ତାଙ୍କ ଫ୍ୟାମିଲି ବି ସବୁ, ତାଙ୍କ ମିସେସ୍ ମାନେ ସେଇ ସେ ଝିଅ ସେଇ ଯେଉଁ କୃଷକ ଭାଇ ସହିତ କେମିତି ଧରାଧରେଇକି ଫଟୋ ଉଠୁଛନ୍ତି। ଆମର ପାଣିଗ୍ରାହୀ ସାରଙ୍କ ମିସେସ୍ ବହୁତ ହିଁ ମଜା ଅନୁଭବ କରୁଛନ୍ତି ତାଙ୍କ ସହିତ ଫଟୋ ଉଠିବାରେ। ଇଏ ଗୋଟେ ଠେକୁଆ ମାନଙ୍କର ଚିଡ଼ିଆଖାନା ଟାଇପ୍ର କରାହେଇଛି। ଏଠି 8-10ଟି ଠେକୁଆ ଅଛନ୍ତି, ବହୁତ କ୍ୟୁଟ୍ ହେଇଛନ୍ତି। ଏଇ ଧଳା ଠେକୁଆଟି କିଛି ଗୋଟେ ଦେଖେଇ ଦେଲେ ଖାଇବା ପାଇଁ ଦୌଡ଼ି ଆସୁଛି। ଦେଖନ୍ତୁ ମୁହଁ ସେ ବାହାରକୁ, ଜାଲି ବାହାରକୁ ମୁହଁ କରିଦେଉଛି, କାଳେ କ'ଣ ଦେବେ। ଇଏ ଆମର ବାରିକଙ୍କ ସ୍ତ୍ରୀ ତାକୁ ଯେମିତି ଦେଖେଇ ଦେଲେ ସେ ଦୌଡ଼ି ଆସିଲା। ଏ ଆମର ପାଣିଗ୍ରାହୀ ସାରଙ୍କ ସ୍ତ୍ରୀ ଆଉ ବାରିକଙ୍କ ସ୍ତ୍ରୀ ଗୋଟେ ଗାଈ ପାଖରେ ସେଠି ଗୋଟେ ପ୍ରତିମୂର୍ତ୍ତି ରହିଛି ଉଠୁଛନ୍ତି। ଆଉ ଏଗୁଡ଼ା ବିଭିନ୍ନ ଜାଗାରେ ସେଠି ଯେଉଁ ବସିବାର ସିମେଣ୍ଟର ଚୌକି କରାହେଇଛି ସେଇଗୁଡ଼ାକର ଫଟୋ। ଏଇଟା ହେଉଛି କୋଲାବ ଡ୍ୟାମ୍ ରାସ୍ତାରୁ ଟିକେ ତଳକୁ ଗଲେ ଡ୍ୟାମ୍କୁ ଲାଗିକି ତଳ ପର୍ସନରେ ଗୋଟେ ସୁନ୍ଦର ଫୁଲ ବଗିଚା କରାହେଇଛି। ଭିଜିଟର୍ସ ମାନଙ୍କ ପାଇଁ ବସିବାର ଅନ୍ୟାନ୍ୟ ସବୁ ସୁବିଧା ଅଛି। ଗାର୍ଡେନ, ଏଇ ଗାର୍ଡେନର ଦୃଶ୍ୟ। ଆଉ ଏଇଠି ସବୁ ଆମର ଦିଦିମାନେ ଯାଇକି ବିଭିନ୍ନ ପ୍ରକାରରେ ଫଟୋ ଉଠେଇଛନ୍ତି। ଅତି ସୁନ୍ଦର ହେଇଛି ଏ ବଗିଚାଟି। କେତେ ରଙ୍ଗର ଫୁଲ ଗଛ ରହିଛି ଏଠି। ମୁଁ ହୁଏତ ଦେଖେଇବି ଆପଣଙ୍କୁ, ଦେଖିବେ ବ୍ରହ୍ମ କମଳ ଯେଉଁଟା ଫୁଲ, ଏଇଠି ସେ ଗଛ ବି ଲଗା ହେଇଛି, ଫୁଲ ବି ଫୁଟିଛି। ମୁଁ କହୁଛି ସେ ମହିଦକୁ ସେଠି ଯିବା ପାଇଁ। ଆଉ ଗଲେ ମୁଁ ସେଇ ବ୍ରହ୍ମକମଳ ଫୁଲର ଦୃଶ୍ୟ ଆପଣମାନଙ୍କୁ ଦେଖେଇବି। ଏଇଟା ତଳପଟୁ ଡ୍ୟାମର ଦୃଶ୍ୟ। ଏଇଥିରେ କବାଟ ଖୋଲା ହେଲେ ପାଣି ସବୁ ଏମିତି ପଡ଼େ ଏବଂ ତଳେ ତାର କେମିତି କ'ଣ ଇଲେକ୍ଟ୍ରିକ୍ ପ୍ରଡକ୍ସନ୍ ହୁଏ ଆମେ ତ ଦେଖିନୁ, କିନ୍ତୁ କୋଲାବରୁ ବିଦ୍ୟୁତ୍ ଉତ୍ପନ୍ନ ହୋଇଥାଏ ଏଇଟା ଆମେ ଜାଣିଛୁ। ଆଉ ଏମାନେ ସବୁ ଦିଦିମାନେ ସେ ବଗିଚା ନିକଟରେ ଅଛନ୍ତି। ଆଉ ମୁଁ ସେଟାକୁ ଟିକେ ତଳେ ରହିଛି, ମୁଁ ଉପରେ ରହି ଜୁମ୍ କରିକି ତାଙ୍କର ଫଟୋ ସବୁ ଦେଖଉଛି, ଏଇ ଭିଡ଼ିଓ ତିଆରି କରୁଛି। ଦେଖନ୍ତୁ କି ସୁନ୍ଦର ବଗିଚା ହେଇଛି। ଏଇ ଯୋଉ ସାମ୍ନାରେ ଧଳା ଧଳା ଦିଶୁଛି ଗୋଟେ ଜଳ କୁଣ୍ଡ କରାହେଇଛି ଯୋଉଠି ୱାଟର ସ୍ପ୍ଲେକିଂ ହୁଏ। ଆଉ ସେଇଟା ତ ଏବେ ଚାଲୁନି, ବନ୍ଦ ଅଛି, ତ ରାତିରେ ଚାଲୁଥିବ। ଏଇ ଦେଖନ୍ତୁ ଏଇ ଯୋଉ ଆମର ପିଲା ଯାଉଛି ମୋହିତ, ସିଏ ତା ଡାହାଣ ପଟେ ଯୋଉ ଗଛଟା ଧଳା ଦେଖାଯାଉଛି ସେଇଟା ହଉଛି ବ୍ରହ୍ମକମଳ ବୃକ୍ଷ ଏବଂ ସେଥିରେ ବହୁତ ଫୁଲ ଫୁଟିଛି। ଆଉ ସେ ସେଇଟା ତାକୁ ଦେଖିବା ପାଇଁ ସେ ଦେଖଉଛି, ସେ ସେ ବ୍ରହ୍ମକମଳ ଗଛ ନିକଟକୁ ଯାଉଛି। ଏଇ ଫୁଲ ପାଖରେ ସେ ଠିଆ ହେଲାନି। ତା ସହିତ ଅନ୍ୟାନ୍ୟ ବହୁତ ପ୍ରକାର ଫୁଲ ଗଛ ଏଠି ରହିଛି। ଏଗୁଡ଼ା ଗୋଟେ ପ୍ରକାର ଗଛ ଯାହାର ପତ୍ରଟା ନାଲି ରଙ୍ଗର, ଯେମିତି ଫୁଲ ଭଳିଆ ଦେଖାଯାଇଥାଏ। ଛାଡ଼ିବା ପୂର୍ବରୁ ଗୋଟେ ଉଚ୍ଚ ସ୍ଥାନରୁ ମୁଁ ଏଇ ସୁନ୍ଦର ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପରେ ଆପଣଙ୍କୁ ଦେଖେଇବା ପାଇଁ ଆଉଥରେ ଗୋଟେ ଉପର ଜାଗା ରେକର୍ଡିଂ କରିଛି। ଦେଖନ୍ତୁ ବ୍ରଡ୍ ଭାବରେ ଭ୍ୟୁ ନେଲେ ଏଇ କୋଲାବ ଡ୍ୟାମର ଦୃଶ୍ୟଟା ଏଇଭଳିଆ ଦେଖାଯାଇଥାଏ। ମଝିରେ ତାର ଗାର୍ଡେନ ଟାଇପର ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଏବଂ ସାମ୍ନାରେ ଯୋଉ ଡ୍ୟାମର ଜଳରାଶି, ସମ୍ପୂର୍ଣ୍ଣ ଦୃଶ୍ୟକୁ ମୁଁ ବାହାର ସାଇଡରୁ ଗୋଟେ ଉଚ୍ଚ ଜାଗାରୁ ରେକର୍ଡିଂ କରିକି ଆପଣଙ୍କୁ ଦେଖେଇବା ପାଇଁ ଉଚିତ ମଣିଲି, କାରଣ ଏ ଦୃଶ୍ୟ ଅତି ହିଁ ମନୋହର ଲାଗୁଥିଲା ଏବଂ ଖୁବ ସୁନ୍ଦର ଜଳରାଶି ସହିତ ପରିବେଶ ଦେଖାଯାଉଥିଲା। ସେଇଥିପାଇଁ ମୁଁ ଲାଷ୍ଟରେ ଆଉ ଥରେ ଗୋଟେ ରେକର୍ଡିଂ କରିକି ଏଇଠି ଆପଣଙ୍କୁ ଦେଖେଇବା ପାଇଁ ଚାହିଁଲି।
ଯାହା ହଉ ଆପଣଙ୍କୁ ମୁଁ କୋଲାବ ଡ୍ୟାମ୍ର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖେଇ ପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଯଦି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ନିଶ୍ଚିତ ଭାବରେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।